ଜଳଦାରେ ବିଧାୟକ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀ ଜଳଦା ଅଞ୍ଚଳକୁ ଆସି ସେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟକୁ ଯାଇଥିଲେ। ସେଠାରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅରୁନ୍ଧତୀ ଦାସ ଅଧ୍ୟାପିକା ବିଦ୍ୟାର୍ଥୀମାନଙ୍କ ସହ ବିବିଧ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଶୌଚାଳୟ ସହିତ କମନ୍ ରୁମ୍, ପ୍ରଶାସନିକ କୋଠା, 8 ଶ୍ରେଣୀ ଗୃହ ବିଶିଷ୍ଟ ଏକ ବ୍ଲକ, ପରିସର ଭିତରେ ଥିବା ରାସ୍ତାର ମରାମତି, ପ୍ରେକ୍ଷାଳୟରେ ମରାମତି ଓ ନବୀକରଣ, ପୁରାତନ ଲାଇବ୍ରେରୀ, ଷ୍ଟାଫ୍ ରୁମ୍ ଓ ଗୃହବିଜ୍ଞାନ ଶ୍ରେଣୀର ମରାମତିର ଆବଶ୍ୟକ ଉପରେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷା ଅନୁରୋଧ କରିଛନ୍ତି। ଶ୍ରୀ ତନ୍ତୀ ଏହା ଉପରେ ଅଧିକାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଧାୟକ ଜଳଦା ପ୍ରାଥମିକ ବିଦ୍ୟାଳୟ ଯାଇ ସମସ୍ତ ଶ୍ରେଣୀଗୃହ ବୁଲି ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଶ୍ରେଣୀଗୃହ ଅଭାବରୁ ବିଦ୍ୟାର୍ଥୀମାନେ ତଳେ ବସି ପାଠ ପଢ଼ୁଛନ୍ତି। ସେହିଭଳି ଛାତ୍ରୀନିବାସ ବୁଲି ଦେଖିଥିଲେ। ସେଠାରେ 100 ଶଯ୍ୟାର ଉପଲବ୍ଧ ଥିବାବେଳେ 175 ଜଣ ବିଦ୍ୟାର୍ଥୀ ରହୁଛନ୍ତି। ଶଯ୍ୟାର ଅଭାବରୁ ଅନ୍ୟମାନେ ତଳେ ଶୋଉଥିବା ସେ ପ୍ରକାଶ କରିଛନ୍ତି। ଶିକ୍ଷୟିତ୍ରୀମାନେ ସ୍କୁଲଟିରେ ଅନେକ ସମସ୍ୟା ରହିଛି। ସାଇକେଲ ଷ୍ଟାଣ୍ଡ, କର୍ମଚାରୀଙ୍କ ପାଇଁ ପରିସ୍ରାଗାର, ପଛପଟ ପାଚେରୀ, ୟୁରିନାଲରେ ବିଦ୍ୟୁତ ସଂଯୋଗ, ଜଳ ନିଷ୍କାସନ ପାଇଁ ସୁବିଧାମାନ ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ। ଏହାପରେ ବାଲିଚୁଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, କମଲେଶ ସାହା, ତରୁଣ ପାଲ, ଶ୍ରୀକାନ୍ତ ରାୟ, ସଞ୍ଜୟ ଭୂମିଜ, ମୁରଲୀ ତନ୍ତୀ, ଟିକେଶ୍ୱର ତାଣ୍ଡିଆ, ଅମିତ ସିଂ, ବିଶ୍ୱଜିତ ସ୍ୱାଇଁ ଆଦି ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।